ପଣସ କଠା ତରକାରୀ ଆଉ ଚିଲି ତ ବନେଇଲେଣି। ଏବେ ଚାଲନ୍ତୁ ବନେଇବା ପାଟିରେ ଦେଲେ ମିଳେଇଗଲା ପରି ପଣସ କଠା ମଞ୍ଚୁରିଆନ୍। ଛୁଆଠୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଭିଡ଼ିଓରେ ସବୁ ଟିପ୍ସ ଆପଣମାନଙ୍କ ସହିତ ମୁଁ ସେୟାର କରିଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ବି ପ୍ରଥମ ଥରରେ ଏମିତି ପରଫେକ୍ଟ ମଞ୍ଚୁରିଆନ୍ ବନେଇ ପାରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ମଞ୍ଚୁରିଆନ୍ ପାଇଁ ଏଇଠି ମୁଁ ନେଇଛି 600 ଗ୍ରାମର କଷି ପଣସ କଠା। ପଣସ କଠା କଷି ନେବେ, ଖାଇବା ପାଇଁ ଭଲ ଲାଗିବ। କଠା ମଝିରେ ଥିବା ଏ ଧଳା ଟାଣ ଅଂଶକୁ ନିହାତି କାଟି ବାଦ କରିବେ। ପଣସକୁ ସହଜ ଉପାୟରେ କେମିତି କାଟିବେ ତାର ଭିଡ଼ିଓ ଆମ ଚ୍ୟାନେଲରେ ଅଛି, ଆପଣମାନେ ଦେଖିପାରିବେ। ନହେଲେ ଲିଙ୍କ ଡେସ୍କ୍ରିପ୍ସନ୍ ବକ୍ସରେ ଅଛି, ସେଥିରୁ ବି ଦେଖିପାରିବେ। ତାପରେ ଗୋଟେ କୁକର ନେବା, କାଟି ନେଇଥିବା ପଣସ କଠାକୁ ଦେବା, ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା, ତାପରେ ଅଳ୍ପ ତେଲ ଦେବା। ଅଳ୍ପ ତେଲ ଦେଇ ପଣସକୁ ସିଝେଇଲେ ପଣସରେ ଲାଗିଥିବା ଅଠା ସେ ଜାଗାରେ ଲାଗିନଥାଏ। ଆମ କୁକର ପୁରା କ୍ଲିନ୍ ରହିବ। ତାପରେ ଆମେ ପାଣି ଦେବା, ପଣସ ବୁଡ଼ିବ ସେତିକି ପାଣି ଦେବା, ଜମା ଅଧିକ ପାଣି ଦେବେ ନାହିଁ। ପାଣି ଦେଇସାରିବା ପରେ ଗ୍ୟାସ୍ ଉପରେ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେବା, ତାପରେ ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ସେଇ ଭିତରେ ଚାଲନ୍ତୁ ଦେଖିବା ଆଜିର ମଞ୍ଚୁରିଆନ୍ ପାଇଁ ଆମକୁ କ'ଣ କ'ଣ ଦରକାର। ଏଇଠି ମୁଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ର କ୍ୟାପ୍ସିକମ୍, ଗୋଟେ ବଡ଼ ସାଇଜ୍ର ପିଆଜ। ମଞ୍ଚୁରିଆନ୍ ପାଇଁ ପିଆଜ ଆଉ କ୍ୟାପ୍ସିକମ୍କୁ ଏମିତି ଛୋଟ ଛୋଟ କାଟିବେ, ଗ୍ରେଭି ବହଳିଆ ହେବ। ଯଦି ଆପଣମାନେ ଚିଲି ବନେଇବେ ତାହେଲେ ପିଆଜର ପାଖୁଡ଼ା ବାହାର କରି କ୍ୟାପ୍ସିକମ୍କୁ କ୍ୟୁବ୍ ସେପ୍ରେ କାଟି ନେବେ। ତା ସହିତ ଏଇଠି ମୁଁ ନେଇଛି 2 ବଡ଼ ଚାମଚ କଟା ରସୁଣ। ରସୁଣକୁ ପୁରା ଛୋଟ ଛୋଟ କରି କାଟିକି ଦେବେ। ମଞ୍ଚୁରିଆନ୍ର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସିବ। ତା ସହିତ 2 ବଡ଼ ଚାମଚ କଟା ଅଦା। ରସୁଣ ଠାରୁ ଅଦାକୁ ଆହୁରି ଛୋଟ କାଟିବେ, ନହେଲେ ମଞ୍ଚୁରିଆନ୍ରେ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ତା ସହିତ ରାଗ ପାଇଁ 2ଟି କଞ୍ଚା ଲଙ୍କା, ବେଶ କିଛି ଧନିଆ ପତ୍ର। ମଞ୍ଚୁରିଆନ୍ ବନେଇବା ପୂର୍ବରୁ ଏସବୁ ଜିନିଷକୁ କାଟି ରେଡ଼ି କରି ରଖିବେ, ମଞ୍ଚୁରିଆନ୍ ସହଜରେ ବନେଇ ପାରିବେ। ସେପଟେ ଚାଲନ୍ତୁ ପଣସକୁ ଚେକ୍ କରିବା। ଆମେ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେଇଥିଲେ, ତାପରେ ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେଇଥିଲେ। ଦେଖନ୍ତୁ ପଣସ ଭଲ ଭାବରେ ସିଝି ଯାଇଛି। ନିହାତି ଭଲ ଭାବରେ ସିଝେଇ ନେବେ। ତାପରେ ପାଣିରୁ ଭଲ ଭାବରେ ଛାଣି ଆଣିବା। ଧ୍ୟାନ ରଖିବେ ପଣସ ସହିତ ବେଶୀ ପାଣି ରଖିବେ ନାହିଁ। ତାପରେ ଗୋଟେ ପଟାଟୋ ମେସର ସାହାଯ୍ୟରେ ଆମେ ପଣସକୁ ଚକଟି ନେବା। ଆପଣ ଚାହିଁଲେ ଟିକେ ଥଣ୍ଡା କରିସାରିବା ପରେ ହାତରେ ବି ଚକଟି ନେଇପାରିବେ, କିନ୍ତୁ ଧ୍ୟାନ ରଖିବେ ଭଲ ଭାବରେ ଚକଟି ନେବେ। ଏଇଠି ଦେଖନ୍ତୁ ପଣସ ପୁରା କଷି ଅଛି, ଜମା ବି ମଞ୍ଜି ହେଇନାହିଁ। ଏମିତି କଷି ପଣସ ନେଲେ ପଣସ ମଞ୍ଚୁରିଆନ୍ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଯଦି ଟିକେ ବି ମଞ୍ଜି ହେଇଯାଇଥିବ ତାହେଲେ ଖାଇବା ପାଇଁ ଭଲ ଲାଗିବ ନାହିଁ। ପଣସ ରେଡ଼ି ହେଇଗଲା। ଏବେ ପଣସକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ସିଝେଇ ସାରିବା ପରେ ପଣସକୁ ଟିକେ ଚାଖି ଦେବେ, ତାପରେ ଲୁଣ ଦେବେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ବେଶ କିଛି କଟା ଧନିଆ ପତ୍ର, ତା ସହିତ ଦେବା ଅଳ୍ପ କିଛି କଟା ଅଦା, ଅଳ୍ପ କିଛି କଟା ରସୁଣ। ଅଦା ରସୁଣ କାଟିକି ଦେଲେ ମଞ୍ଚୁରିଆନ୍ରେ ବହୁତ ବଢ଼ିଆ ବାସ୍ନା ଆସିବ। ଆପଣ ଚାହିଁଲେ ଅଦା ରସୁଣ ଛେଚା ବି ଦେଇପାରିବେ। ତାପରେ ବାଇଣ୍ଡିଂ ପାଇଁ 2 ବଡ଼ ଚାମଚ କର୍ଣ୍ଣଫ୍ଲୋର ଦେବା। କର୍ଣ୍ଣଫ୍ଲୋର ବଦଳରେ ଆପଣମାନେ ଆରାରୁଟ୍ ପାଉଡର ଦେଇପାରିବେ। ତା ସହିତ 2 ବଡ଼ ଚାମଚ ଆମେ ମଇଦା ଦେବା। ପ୍ରଥମେ ଏତିକି ଦେଇଥିବା, ଗୋଳେଇ ସାରିବା ପରେ ଯଦି ଦରକାର ପଡ଼ିବ ଦେଖିକି ଦେବା। ତାପରେ ଜମା ପାଣି ଦେବେ ନାହିଁ। ସେମିତି ସବୁ ଜିନିଷକୁ ଭଲ ଭାବରେ ଗୋଳେଇବେ। ଗୋଳେଇ ସାରିବା ପରେ ମିକ୍ସଚର ଦେଖନ୍ତୁ ଟିକେ ଶୁଖିଲା ଲାଗୁଛି। ଆଉ ଗୋଟେ ବଡ଼ ଚାମଚ କର୍ଣ୍ଣଫ୍ଲୋର ଦେବା, ଗୋଟେ ବଡ଼ ଚାମଚ ମଇଦା ଦେବା। 600 ଗ୍ରାମ ପଣସ ପାଇଁ ଆମେ ଟୋଟାଲ 3 ବଡ଼ ଚାମଚ କର୍ଣ୍ଣଫ୍ଲୋର, 3 ବଡ଼ ଚାମଚ ମଇଦା ବ୍ୟବହାର କଲେ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଗୋଳେଇ ସାରିବା ପରେ ମିକ୍ସଚରରୁ ଅଳ୍ପ ଆଣି ହାତରେ ଛୋଟ ଛୋଟ ଗୋଲା ବନେଇବା। ବେଶୀ ବଡ଼ ସାଇଜ୍ର ଗୋଲା ବନେଇବେ ନାହିଁ, ନହେଲେ ମସଲା ମଞ୍ଚୁରିଆନ୍ ବଲ୍ସ ଭିତରକୁ ଯାଇପାରିବ ନାହିଁ। ଏମିତି ଛୋଟ ଛୋଟ ବନେଇ ନେବେ। ଏବେ ଆମର ମଞ୍ଚୁରିଆନ୍ ବଲ୍ସ ରେଡ଼ି ହେଇଗଲା। ଚାଲନ୍ତୁ ମଞ୍ଚୁରିଆନ୍ ବଲ୍ସ ଗୁଡ଼ିକୁ ଛାଣିବା। ଛାଣିବା ପାଇଁ ତେଲକୁ ଆମେ ମିଡ଼ିୟମ୍ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିବା। ତେଲ ଗରମ ହେଇଯିବା ପରେ କଢ଼େଇରେ ଯେତିକି ମଞ୍ଚୁରିଆନ୍ ବଲ୍ସ ଧରିବ ଏକାଥରେ ସେତିକି ଦେବା। ଅତ୍ୟଧିକ ଦେବେ ନାହିଁ, ନହେଲେ ପରସ୍ପର ଲାଗିଯିବ। ତାପରେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି ତଳପଟକୁ 2 ମିନିଟ୍ ପର୍ଯ୍ୟନ୍ତ ଛାଣିବା। ଉପର ଅଂଶ ଟିକେ ଶୁଖିଲା ହେଇଯିବା ପରେ ଖଡ଼ିକାରେ ଏପଟ ସେପଟ କରିବା। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଛାଣିବା। ହାଇ ଫ୍ଲେମ୍ରେ ଛାଣିଲେ ଉପର ଅଂଶ ବହୁତ ଜଲ୍ଦି ଲାଲ କଲର୍ ହେଇଯିବ, ଭିତରେ ଭଲ ଭାବରେ ସିଝି ପାରିବ ନାହିଁ।
ମିଡିୟମ ଫ୍ଲେମ୍ରେ ଏମିତି ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ସବୁ ମଞ୍ଚୁରିଆନ ବଲ୍ସ ଗୁଡ଼ିକ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତେଲରେ ଜମା ବି ଫାଟି ନାହିଁ କିମ୍ବା ଖୋଲି ନାହିଁ। ସେମ୍ ପ୍ରୋସେସରେ ସବୁ ବଲ୍ସ ଗୁଡ଼ିକୁ ଛାଣି ନେବା। ଛାଣି ସାରିବା ପରେ ଏଠି ଗୋଟେ ପାଖକୁ ଆଣି ଦେଖାଉଛି, ଦେଖନ୍ତୁ କେତେ ନରମ ହେଇଛି। ଭିତରେ ଦେଖନ୍ତୁ ପୁରା ଛେନା ଭଳି କଅଁଳିଆ। ଭିତରେ ଏମିତି ନରମ ରହିଲେ ମଞ୍ଚୁରିଆନ ହେଇଯିବା ପରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ମଞ୍ଚୁରିଆନ ବଲ୍ସ ରେଡି ହେଇଗଲା। ଚାଲନ୍ତୁ ଗ୍ରେଭି ବନେଇବା ପାଇଁ ଆଉ କିଛି ଜିନିଷ ଆମେ ରେଡି କରିବା। ପ୍ରଥମେ ଆମେ ଏତିକି ଜିନିଷ ରେଡି କରି ରଖିଥିଲେ। ଏତିକି ଜିନିଷ ଛଡ଼ା ଆଉ ଗୋଟେ ସସ୍ ଆମେ ରେଡି କରିବା। ତା ପାଇଁ ଗୋଟେ ଗିନା ନେବା। ଘରେ ଥିବା ଗୋଟେ ବଡ଼ ଚାମଚ ନେବେ। ସେଇ ବଡ଼ ଚାମଚରେ ମାପ କରି ସବୁ ସସ୍ ଦେବେ। ପ୍ରଥମେ ଗୋଟେ ବଡ଼ ଚାମଚ ସୋୟା ସସ୍ ଦେବା। 2 ବଡ଼ ଚାମଚ ଚିଲି ସସ୍ ଦେବା। ଏଠି ମୁଁ ଗ୍ରୀନ୍ ଚିଲି ସସ୍ ନେଇଛି, ଆପଣମାନେ ରେଡ୍ ଚିଲି ସସ୍ ବି ନେଇପାରିବେ। ସେଇ ଚାମଚରେ ମାପ କରି 3 ବଡ଼ ଚାମଚ ଟମାଟୋ ସସ୍ ବା ଟମାଟୋ କେଚପ୍ ଦେବା। ସବୁ ସସ୍ର ଭାଗ ମାପ ଆପଣମାନେ ମନେ ରଖିବେ। 1, 2, 3। ଆପଣମାନେ ଚାହିଁଲେ ଏତିକି ସସ୍ ଦେଇ ଏଇ ମଞ୍ଚୁରିଆନକୁ ବନେଇ ପାରିବେ। କିନ୍ତୁ ମଞ୍ଚୁରିଆନର ଟେଷ୍ଟ ବଢ଼ାଇବା ପାଇଁ ଯଦି ଆପଣମାନଙ୍କ ପାଖରେ ସିଜୱାନ ଚଟନି ଥିବ ତାହେଲେ ଗୋଟେ ବଡ଼ ଚାମଚ ଦେବେ। ଦେଖିବେ ଏ ମଞ୍ଚୁରିଆନର ଟେଷ୍ଟ ଆହୁରି ବଢ଼ିଯିବ। ଯଦି ନଥିବ କେବଳ ଏତିକି ସସ୍ ଦେଇ ବନେଇବେ। ପ୍ରଥମେ ଏସବୁ ସସ୍କୁ ଗୋଳେଇ ରଖିଲେ ମଞ୍ଚୁରିଆନ ବନେଇବା ପାଇଁ ସୁବିଧା ହେବ। କାହିଁକିନା ମଞ୍ଚୁରିଆନକୁ ଫାଷ୍ଟ ବନେଇବା ପାଇଁ ପଡ଼ିବ। ତା ସହିତ ନେବା ଗୋଟେ ବଡ଼ ଚାମଚ ଭିନେଗାର। ତାପରେ ଆଉ ଗୋଟେ ଗିନା ନେବା। ସେଇ ଗିନାରେ ଗୋଟେ ବଡ଼ ଚାମଚ କର୍ଣ୍ଣଫ୍ଲୋର ଦେବା। ତା ସହିତ 5-6 ଚାମଚ ପାଣି ଦେବା। ତାପରେ କର୍ଣ୍ଣଫ୍ଲୋରକୁ ଗୋଳେଇବା। ମଞ୍ଚୁରିଆନର ଗ୍ରେଭିକୁ ବହଳିଆ କରିବା ପାଇଁ ଏଇ କର୍ଣ୍ଣଫ୍ଲୋର ସ୍ଲରିକୁ ପରେ ଆମେ ବ୍ୟବହାର କରିବା। ମଞ୍ଚୁରିଆନ ବନେଇବା ପୂର୍ବରୁ ଏସବୁ ଜିନିଷକୁ ଆପଣମାନେ ଗ୍ୟାସ୍ ପାଖରେ ରଖିବେ। ତାହେଲେ ମଞ୍ଚୁରିଆନକୁ ସହଜରେ ବନେଇ ପାରିବେ। କିଛି ଅସୁବିଧା ହେବ ନାହିଁ। ଚାଲନ୍ତୁ ମଞ୍ଚୁରିଆନ ବନେଇବା ଷ୍ଟାର୍ଟ କରିବା। ମଞ୍ଚୁରିଆନ ବଲ୍ସ ଛାଣି ସାରିବା ପରେ ସବୁ ତେଲକୁ ବାହାର କରି 2 ବଡ଼ ଚାମଚ ତେଲକୁ ହାଇ ଫ୍ଲେମ୍ରେ ଗରମ କରିବା। ତେଲ ଗରମ ହେଇଯିବା ପରେ ପ୍ରଥମେ କାଟି ରଖିଥିବା ଅଦା, ରସୁଣ, କଞ୍ଚା ଲଙ୍କାକୁ ଦେବା। କେବଳ 30ରୁ 40 ସେକେଣ୍ଡ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଅଦା ରସୁଣକୁ ଭାଜିବା। ଅଦା ରସୁଣକୁ ବେଶୀ ଭାଜିବେ ନାହିଁ, ବେଶୀ ପୋଡ଼ିବେ ନାହିଁ। ଅଦା ରସୁଣ ହାଲକା ଭାଜିଯିବା ପରେ କାଟି ରଖିଥିବା କ୍ୟାପ୍ସିକମ୍, ପିଆଜକୁ ଦେବା। ପିଆଜ କ୍ୟାପ୍ସିକମ୍କୁ ସେମିତି ହାଇ ଫ୍ଲେମ୍ରେ କେବଳ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ବେଶୀ ସମୟ ଭାଜିଲେ ବେଶୀ ନରମ ହେଇଯିବ, ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ପିଆଜ କ୍ୟାପ୍ସିକମ୍ ହାଲକା ଭାଜିଯିବା ପରେ ଆମେ ଗୋଳେଇ ରଖିଥିବା ସସ୍କୁ ଦେବା। ସସ୍କୁ ପ୍ରଥମରୁ ଗୋଳେଇ ରଖିଲେ ଏଇ ଷ୍ଟେଜରେ ଦେବା ପାଇଁ ସୁବିଧା ହୁଏ। ସସ୍ ଦେବା ପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା। ମଞ୍ଚୁରିଆନରେ ଗୋଟେ ସ୍ମୋକି ଫ୍ଲେଭର ଆସିବ। ତାପରେ ଆମେ ଅଳ୍ପ ଲୁଣ ଦେବା, କେବଳ ମସଲା ପାଇଁ। ସସ୍ରେ ବି ଲୁଣ ରହିବ, ଲୁଣ ଦେଖିକି ଦେବେ। ମଞ୍ଚୁରିଆନରେ ଭଲ କଲର୍ ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ଯେହେତୁ ଆଜି ଆମେ କୌଣସି ଫୁଡ୍ କଲର୍ ବ୍ୟବହାର କରୁନାହୁଁ, ଏଇ ଷ୍ଟେଜରେ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଲେ ମଞ୍ଚୁରିଆନରେ ବହୁତ ବଢ଼ିଆ କଲର୍ ଆସିବ। 2 ମିନିଟ୍ ପରେ ଏଇଠି ଦେଖନ୍ତୁ ମସଲାର କଲର୍ ଟିକେ ଚେଞ୍ଜ ହେଇଗଲାଣି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ଗୋଳେଇ ରଖିଥିବା କର୍ଣ୍ଣଫ୍ଲୋର ପାଣିକୁ ଆଉ ଥରେ ତଳ ଉପର କରି ଗୋଳେଇବା। ତାପରେ ଅଳ୍ପ ପାଣି ଦେବା। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଅଳ୍ପ ଅଳ୍ପ ପାଣି ଦେବେ ଆଉ ଲଗାତାର ଘାଣ୍ଟିବେ। ତାହେଲେ ମସଲାରେ କର୍ଣ୍ଣଫ୍ଲୋର ପାଣି ଜମା ବି ବିଣ୍ଡା ହେବ ନାହିଁ। ସବୁ କର୍ଣ୍ଣଫ୍ଲୋର ପାଣି ଦେବା ପରେ ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ମସଲା ସହିତ କଷିବା, ଯାହାଦ୍ୱାରା କର୍ଣ୍ଣଫ୍ଲୋରର କଞ୍ଚା ଅଂଶ ଚାଲିଯିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାର କଲର୍ ଚେଞ୍ଜ ହେଇଗଲାଣି। ମସଲା ଟିକେ ବହଳିଆ ହେଇଗଲାଣି। ଏଇ ଷ୍ଟେଜରେ ଆପଣମାନଙ୍କୁ ମଞ୍ଚୁରିଆନରେ ଯେତିକି ଗ୍ରେଭି ଦରକାର ସେହି ହିସାବରେ ପାଣି ଦେବେ। ଏଠି ମୁଁ 3ରୁ 4 ଚାମଚ ପାଣି ଦେଲି। ପାଣି ଦେବା ପରେ ଆଉ 2 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ପାଣିକୁ ଫୁଟେଇବା। ତାପରେ ଛାଣି ରଖିଥିବା ମଞ୍ଚୁରିଆନ ବଲ୍ସ ଗୁଡ଼ିକୁ ଦେବା। ଏଇ ଷ୍ଟେଜରେ ଅଧା ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ଦେବା। ତାପରେ ନେଇଥିବା ଭିନେଗାରକୁ ଏଇ ଷ୍ଟେଜରେ ଦେବା। ଭିନେଗାରକୁ ଶେଷରେ ଦେବେ। ମଞ୍ଚୁରିଆନ ବଲ୍ସ ଦେବା ପରେ ହାଇ ଫ୍ଲେମ୍ରେ କେବଳ 1 ମିନିଟ୍ ପର୍ଯ୍ୟନ୍ତ ସବୁ ଜିନିଷକୁ ଗୋଳେଇବା। ବେଶୀ ସମୟ ଗୋଳେଇଲେ ମଞ୍ଚୁରିଆନ ବଲ୍ସ ଉପରେ ଥିବା କ୍ରିସ୍ପିନେସ୍ ଚାଲିଯିବ। ଶେଷରେ କଟା ଧନିଆ ପତ୍ର ଦେଇ ଆମେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଏବେ ଆମ ରେଡି ହେଇଗଲା ସବୁଠୁ ସୁଆଦିଆ ପଣସ କଠା ମଞ୍ଚୁରିଆନ। ଭିଡ଼ିଓରେ ସେୟାର କରିଥିବା ସବୁ ଟିପ୍ସ ଫଲୋ କରି ଆପଣମାନେ ବନାନ୍ତୁ ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।